ମୋର କିଛି ଝିଅ ବା ମା' ମାନେ ସେମାନେ ଅନୁଭବ କରୁଛନ୍ତି କି ସେମାନେ ସେମାନଙ୍କର ସ୍ୱପ୍ନ ପୂରଣ କରିବାରେ ସମର୍ଥ ହେବେ ନାହିଁ, କାରଣ ଘରେ ସେମାନଙ୍କର ବହୁତ କିଛି ଦାୟିତ୍ୱ ରହିଛି। ହଁ, ମୁଁ ବୁଝିପାରୁଛି ଯେ ତୁମ ଉପରେ ତୁମ ଘରର ଦାୟିତ୍ୱ ଅଛି, କିନ୍ତୁ ଯଦି ତୁମେ ଚାହଁ ବା ଚାହିଁବ, ତାହେଲେ ତୁମେ ତୁମର ସ୍ୱପ୍ନକୁ ପୁଣି ଥରେ ପୂରଣ କରିପାରିବ। ଯଦି ତୁମକୁ ଏଥିପାଇଁ କିଛି ସମୟ ଅପେକ୍ଷା ବି କରିବାକୁ ପଡ଼ିବ, ତେବେ ତୁମେ ଅପେକ୍ଷା କରିବା ଉଚିତ। କିନ୍ତୁ ନିଜର ସ୍ୱପ୍ନକୁ ଛାଡ଼ ନାହିଁ, ତୁମର ସ୍ୱପ୍ନକୁ ପୂରା କର, କାରଣ ମୁଁ ଏହା ଚାହେଁ। କାହିଁକି ନା ମୋତେ ତୁମକୁ ବହୁତ ଉଞ୍ଚାଇ ପର୍ଯ୍ୟନ୍ତ ନେବାର ଅଛି। ତୁମ ପରିବାରର ସଦସ୍ୟମାନେ ବହୁତ ଭଲ ଲୋକ ଅଟନ୍ତି, ବହୁତ ସୁନ୍ଦର ଏବଂ ଅତି ସରଳ ପ୍ରକୃତିର ଅଟନ୍ତି। ସେମାନଙ୍କୁ ତୁମେ ବହୁତ ଭଲ ପାଅ, ଉପଯୁକ୍ତ ସମ୍ମାନ ଦିଅ। ସେହିମାନେ ହିଁ ହେଉଛନ୍ତି ଯିଏ ତୁମକୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବେ। ଆଜି ମୁଁ ମୋର ସମସ୍ତ ପିଲାଙ୍କୁ ଗୋଟିଏ କଥା କହିବାକୁ ଚାହେଁ, ଜୀବନରେ ସମସ୍ତ କଥାକୁ ନିଜ ମନରେ ଲଗାଅ ନାହିଁ। ସର୍ବପ୍ରଥମେ ତୁମର ସ୍ୱାସ୍ଥ୍ୟ ପ୍ରତି ଯଥାସମ୍ଭବ ଧ୍ୟାନ ଦିଅ, କାରଣ କେବଳ ଯଦି ତୁମର ସ୍ୱାସ୍ଥ୍ୟ ଭଲ ରୁହେ, ତୁମ ନିଜ ପାଇଁ ଏବଂ ପରିବାର ପାଇଁ ଯାହା କରିବାକୁ ଚାହୁଁଛ ତାହା କରିବାକୁ ସମର୍ଥ ହେବ। ଆରେ, ଭୁଲ ତ ସମସ୍ତଙ୍କ ଦ୍ୱାରା ହୋଇଥାଏ, କିନ୍ତୁ ଯେତେବେଳେ ତୁମେ ତୁମର ଭୁଲକୁ ବୁଝିପାରି କ୍ଷମା ପ୍ରାର୍ଥନା କର, ମୁଁ ମଧ୍ୟ ତୁମକୁ କ୍ଷମା କରେ। ତେଣୁ ଜୀବନକୁ ସରଳ ଏବଂ ମାନସିକ ଭାବରେ ଜୀଇବାକୁ ଚେଷ୍ଟା କର। ସବୁକିଛିକୁ ଗମ୍ଭୀରତାର ସହିତ ନିଅ ନାହିଁ। ଲେଟ୍ ଗୋ ବା ଛାଡ଼ିବା ଶିଖ। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।